ଏବେ ବର୍ଷା ଋତୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନସାଧାରଣ ବର୍ଷାରୁ ରକ୍ଷା ପାଇବା ଲକ୍ଷ୍ୟରେ ପୁରୀ ଇନରହ୍ୱିଲ୍ କ୍ଲବ ପକ୍ଷରୁ ବୁଧବାର ଦିନ ବଡ଼ଦାଣ୍ଡରେ ଓ କୁମୁଡ଼ି ସାହିରେ 200ରୁ ଉର୍ଦ୍ଧ୍ୱ ଛତା ବିତରଣ କରାଯାଇଛି। କ୍ଲବର ସଭାନେତ୍ରୀ ବିଦ୍ୟୁତଲତା ପ୍ରତିହାରୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି ସେବାମୂଳକ କାର୍ଯ୍ୟକ୍ରମକୁ କ୍ଲବର ପ୍ରାକ୍ତନ ସଭାନେତ୍ରୀ ସଂଘମିତ୍ରା ଦାସ ଓ କୋଷାଧ୍ୟକ୍ଷା ଉଲ୍ଲାସବଳ ଦାସ ସହଯୋଗ ପ୍ରଦାନ ପୂର୍ବକ ପରିଚାଳନା କରିଥିଲେ। ପୁରୀ ରୋଟାରୀ କ୍ଲବର 2 ଜଣ ପ୍ରାକ୍ତନ ସଭାପତି ମାୟାଧର ମହାରଣା ଓ ସାମ୍ବାଦିକ ନାରାୟଣ ଦାସ ଏହି ଅବସରରେ ଉପସ୍ଥିତ ରହି କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ।